ନାଇଁ, ଯୋଉ 33 କୋଟି ଦେବତା କହନ୍ତି, ଖାଲି ଦେବତା ଦେବୀ ନୁହନ୍ତି, 33 କୋଟି ଦେବତା କୁହନ୍ତି। ଏଟା ହଉଛି ପୁରୁଷ ଅଙ୍ଗ କଥା କହିବା। ତେଣୁ ଆମର କେହି 33 କୋଟି ବା 33 ଗୋଟି ଦେବତା ଦେଖିଛନ୍ତି କି? କେହି ଦେଖିପାରନ୍ତିନି। କାହିଁକି ଦେଖିପାରନ୍ତିନି ନା ସେ ବା ଗୁମ୍ଫା ଭିତରେ ଅଛନ୍ତି। ମୁହଁଟି ଯଦି ରହିଲା ସିଂହଦ୍ୱାର ଠାରୁ ଗମ୍ଭୀରି ଭିତର ରହିଛି 32 ଦେବତା। ଦେବତା ବୋଲି ଯାହାକୁ କହି ଯିଏ ଦେଇଥାଏ ଆଉ ବତଉଥାଏ, ସିଏ ହେଲା ଦେବତା। ତେଣୁ ଦେବତା ହେଲେ କିଏ 33 କୋଟି ଯୋଉ ଦେବତା ହେଲା, ଆମର ହେଲା 32 ଦାନ୍ତ ହେଲା। କହିଲା ପିଣ୍ଡ ବ୍ରହ୍ମାଣ୍ଡ ମତରେ ଇଏ ହଉଛନ୍ତି 32 ଦେବତା। ଆଉ ଜଣେ କୁଆଡେ ଗଲେ ନା ଆଉ ଜଣେ ଅଛନ୍ତି ଗମ୍ଭୀରି ଭିତରେ ସିଂହାସନରେ ବସିଛନ୍ତି। ଇଏ 33, ଇଏ ଯୋଉ 32 ଦାନ୍ତ, ଇଏ 32 ଯାକ ପୁରା କଣ କରୁଛନ୍ତି? ତମେ ଯାହା ଏଟା ପୁରେଇଲା ସେ ତାଙ୍କ କର୍ମ କରୁଛନ୍ତି। ତାକୁ ଗିଳିଦେଲା, ଭିତରକୁ ଗଲା। ତାପରେ କଣ ହେଲା? ଆଉ ଜଣେ ସେଠି ସିଏ ତାକୁ ବି ଲାଷ୍ଟକୁ କୁଟି 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 ପୁରା ପାଉଡର କରୁଛି। ତେଣୁ ୟାକୁ ପିଣ୍ଡ ବ୍ରହ୍ମାଣ୍ଡ ମତରେ ଇଏ ହେଲେ 33 ଗୋଟି ଦେବତା। ଆମ ଶରୀର ଭିତରେ ଯେକୌଣସି ଅଙ୍ଗ ଅଛି, ଯେତେ ଅଙ୍ଗ ଅଛି, କହିଲା ସୂର୍ଯ୍ୟ ଚନ୍ଦ୍ର ବେଳିନି ଆମର ନୟନ। ଆମ ନୟନ ଦୁଇଟା ଯାକ ଯେମିତି ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଆଉ ଚନ୍ଦ୍ର, ଆମ ଦୁଇ ନେତ୍ର ହଉଛନ୍ତି ସୂର୍ଯ୍ୟ ଚନ୍ଦ୍ର ପରି ନୟନ। କାହାକୁ ଦେଖିବ ନା ବ୍ରହ୍ମାଣ୍ଡକୁ ଦେଖିବ ଆଉ ପିଣ୍ଡକୁ ଦେଖିବ, ବା ଦୁଇଟି ଲାଇଟ୍ ସଦୃଶ୍ୟ। କିନ୍ତୁ ଶାସ୍ତ୍ରୀୟ ମତରେ ରହିଛି, କହିଲେ ଚିତ୍ର ଆଉ ଗୁପ୍ତ, ଇଏ ହେଲେ ଦୁଇ ଜଣ। ଏ ଶରୀର ଭିତରେ ଚକ୍ଷୁ 2 ଜଣ ହେଲେ ଚିତ୍ରଗୁପ୍ତ। ଚିତ୍ର ଆଉ ଗୁପ୍ତ ସେ ଜଣେ ନୁହଁ, ସିଏ ହଉଛନ୍ତି 2 ଜଣ। ଜଣେ ଚିତ୍ର କରିବ ଆଉ ଜଣେ ଗୁପ୍ତ ରଖିବ, ମାନେ ପ୍ରକାଶିତ ହବନି। ତେଣୁ ଚକ୍ଷୁ ହେଲେ ଚିତ୍ର ଆଉ ଗୁପ୍ତ। ତମେ ଆମେ ଯୋଉ କର୍ମ ଗୁରାକ କରୁଛେ, ତାକୁ ଲେଖୁଛି ଆଉ ଦେଖୁଛି କିଏ? ଚିତ୍ରଗୁପ୍ତ ଆଉ କିଏ ଅଛି? ନାଇଁ। ଚିତ୍ରଗୁପ୍ତ ହେଲେ ବେନି ନେତ୍ର। ତେଣୁ ଶାସ୍ତ୍ର କଥା ଆମେ ପୋଥି ପୁରାଣ ପଢ଼ିକି ଗୁଡ଼ାଏ ଘାଣ୍ଟି ଚକଟି ହେଇକି ରହିଲେ କିଛି ହବନି। ସାଧାରଣ ଲୋକର ଅସାଧାରଣ କଥାରେ ଅନେକ ଭିଡ଼ିଓ ମୁଁ ରଖିଛି ହେଲା। ଚିତ୍ର ଗୁପ୍ତ ହଉଛି ଚକ୍ଷୁ 2ଟା, ସେ ସବୁ ଦେଖୁଛନ୍ତି। ଚିତ୍ରଟାକୁ ସେ କରିକି ରଖୁଛି ଆଉ ଗୁପ୍ତ ରଖୁଛି ଏଇ ବେନି ନେତ୍ର। ଇଏ ହେଲେ ଚିତ୍ରଗୁପ୍ତ। ଦାନ୍ତ ମାନେ କର୍ମ କରୁଛନ୍ତି 33 କୋଟି ବା 33 ଗୋଟି ଦେବତା ରୂପରେ। ତୁ ଗୋଟେ ମୂଳାଟି ଖାଇଲୁ, ସାଧାରଣ ଲୋକର ଅସାଧାରଣ କଥା, ତାକୁ କଣ ସମ୍ପୂର୍ଣ୍ଣ ଗୁଣ୍ଡ କରିକି ଖାଉଛୁ? ଖାଉନୁ। ଏଇ 32 ଯାକ ସିଏ ଆଗ ଗୁଣ୍ଡ କରି କରି ଚାଲିଲେ, ତାପରେ ଗଳିଗଲା ଭିତରକୁ। ତାପରେ ଆଉ ଜଣେ ଅଛି, ନହେଲେ ହଜମ ହବନି, ତା ହାତ ନ ବାଜିଲେ। ସେମିତି ଏଇ 33 କୋଟି ଦେବତାଙ୍କ ଭିତରେ ଆଉ ଜଣେ ଶ୍ରେଷ୍ଠ ଅଛି, ସେଇ ଶ୍ରେଷ୍ଠ। ତେଣୁ 32, ଆମେ ତ 33 କୋଟି କେତେ ଦେଖିପାରିବାନି। ତେଣୁ ଆମେ 32 କଣ ଦେଖି ହଉଛି? ବିନା ଦର୍ପଣରେ ଦେଖି ହବ? ବା କାହାର ଗୋଟେ ଆଶ୍ରୟ ନେବାକୁ ପଡୁଛି, ଭାଇ ଦେଖିଲି ମୋର କେତେଟା ଦାନ୍ତ ଅଛନ୍ତି। ଏଇମାନେ ହଉଛନ୍ତି ଦେବତା ବା ଦେବୀ। ଆଙ୍କ ଦ୍ୱାରା ହିଁ ଆସିବ ବ୍ୟାଧି। ତାଙ୍କର ଯେମିତି ଆମର ପିଣ୍ଡ ବ୍ରହ୍ମାଣ୍ଡ ମତରେ କୁହାଯାଏ 84 ସହସ୍ର ବା 84 ଯୋନି ଜନ୍ମା। ଆମର ଜଗନ୍ନାଥଙ୍କର ରଥଚକ, ସୁଭଦ୍ରାଙ୍କ ରଥଚକ ଆଉ ବଳଭଦ୍ରଙ୍କ ରଥଚକକୁ ମିଶେଇକି ହେଲା କେତେ? 42। ଗଲା 42, ଆସିଲା 42, ଯେତିକ ଘୂର୍ଣ୍ଣନ ହେଲା ସିଏ ହେଲା ଯୋନି ଜନ୍ମା ବା 84 ସହସ୍ରକର। ସେମିତି ଇଏ ହେଲେ 33 ଦାନ୍ତ। ଇଏ ଦୃଶ୍ୟ ଦାନ୍ତ 32, ଆଉ ହଉଛି ଜଣେ ଅଦୃଶ୍ୟ, ସିଏ ହେଲେ ତାଙ୍କୁ ମିଶେଇ ହେଲା 33। ଟୋଟାଲ ତାଙ୍କର ଯୋଉ କର୍ମ କ୍ରିୟା ଧର୍ମ, ଯୋଉ ଚୋବେଇଲି କାଚ କରି କାଟିକି ଛାଡ଼ିଲି ଭିତରକୁ, ସେଇଗୁଟାକ ହେଲା 33 କୋଟି। ତେଣୁ ସବୁ ଏଇଠି ଚିନ୍ତା କରିବ ନା ଆଉ।